ମା ଏମିତି କ'ଣ କରିଦେଲେ ଯେ ସମସ୍ତେ ମାଙ୍କ ପାଇଁ ପାଗଳ, ତାଙ୍କ ନାଁରେ ଚାଲିଛି ଭଜନ କୀର୍ତ୍ତନ। ହାଇ ଗାଇସ୍, ନମସ୍ତେ, ଜୟ ଜଗନ୍ନାଥ। ମୁଁ ସାନୁ ଆପଣମାନଙ୍କୁ ସ୍ୱାଗତ କରୁଛି ନୂଆ ଏକ ଭିଡ଼ିଓରେ। ଆଉ ବ୍ଲଗ୍ ଆଜି ଭାଇ ସନ୍ଧ୍ୟାବେଳେ କାହିଁକି ଷ୍ଟାର୍ଟ ହେଲା ସେଇଟା ଆପଣମାନେ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ, ଜାଣିପାରିବେ। ଆଉ ଏଇଠି ଦେଖନ୍ତୁ ଭଉଣୀ ଏଇଠି ବସିକି ତାଙ୍କର ମାନେ କ'ଣ ଟିଭି ଦେଖୁଛି। ରାତି ପୁଇଲେ ଭାଇ ପରୀକ୍ଷା, ଆଉ ସିଏ ବସିକି ତାର ଟିଭି ଦେଖୁଛି। ଦେଖନ୍ତୁ ଏଇଠି ବସିକି ସିଏ ତାର ଟିଭି ଦେଖୁଛି। ଆଉ ଧାନ ଦେଖନ୍ତୁ ଭାଇ, ଘରେ ପୁରା ଧାନ ମେଲା ହେଇଛି ଦେଖନ୍ତୁ। କାହିଁକିନା ସକାଳୁ ସକାଳୁ ଭାଇ ମାନେ ବର୍ଷା ହଠାତ୍ ଆସିଗଲା ଯେ, ଆଉ ଆମର ଧାନ ଉଷା ହେଇଥିଲା, ଆଉ ସେଗୁଡ଼ା ବାହାରେ ପଡେ ତ ଓଦା ହେଇଯିବ ନା, ସେଥିପାଇଁ ଆମେ ଘରେ ଆଣିକି ମା ପୁଅ ଆମର ତାକୁ ମେଲେଇ ଦେଇଛୁ, କାହିଁକିନା ଘରେ ରହିବ। ଆଉ ବର୍ଷା ବି ଆଜି ହେଇଗଲା, ତ ଏବେ ମୁଁ ବାହାରିଛି ଗୋଟେ ଭଲ ଜାଗାକୁ ଯିବି, ଆଉ ସେଇଠି ଆପଣମାନଙ୍କ ସହିତ ଯାଇ ଭିଡ଼ିଓ ସେୟାର କରିବି। ତ ଆଶା କରୁଛି ଆପଣମାନଙ୍କୁ ସେ ଭିଡ଼ିଓଟା ଦେଖିଲା ପରେ ବହୁତ ସୁନ୍ଦର ଲାଗିବ, ଆଉ ମାଇଣ୍ଡ ବି ବହୁତ ରିଲାକ୍ସ ହବ। ତ ଚାଲ ଯିବା, ଆଉ ଗଲେ ସେଇଠି ଆପଣମାନଙ୍କ ସହିତ ଭିଡ଼ିଓ ସେୟାର କରିବି, ଆଉ କହିବି ମଧ୍ୟ କେଉଁ ଜାଗା ଆଉ କ'ଣ ସବୁ କିଛି କହିବି। ତ ଭିଡ଼ିଓଟା ଏଇଥିପାଇଁ ଆଜି ମାନେ ସନ୍ଧ୍ୟାବେଳେ ଷ୍ଟାର୍ଟ କଲି। ତ ଚାଲ ଆଉ ଲେଟ୍ କରିବାନି, ଯିବା ସେଇ ଜାଗାକୁ, ଆଉ ସେଇ ଜାଗାକୁ ଗଲେ ଭିଡ଼ିଓ ପୁଣି ଷ୍ଟାର୍ଟ ହବ। ତ ଆଉ ଲେଟ୍ କରିବାନି, ଘରୁ ବାହାରିବା। ଚାଲ ଲେ ବେଟା ମାଡ଼ି ଚାଲ। ଆଉ ଭିଡ଼ିଓ ଯଦି ଲାଷ୍ଟ ଯାଏ ଦେଖନ୍ତୁ, ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ନ ଲାଗେ ତ ଆପଣମାନଙ୍କ ଇଚ୍ଛା, ଯାହା କରିବେ ଆପଣଙ୍କ ଇଚ୍ଛା। ଆଉ ସପୋର୍ଟ କରିବା ପାଇଁ ଜମା ବି ଭୁଲିବେନି, ସପୋର୍ଟ କରନ୍ତୁ ଏଇ ଓଡ଼ିଆ ଟୋକାକୁ। ତ ଆଗକୁ ବହୁତ ବଢ଼ିଆ ଭିଡ଼ିଓ ଆସିବ ଆପଣଙ୍କ ପାଖକୁ। ତ ଲେଟ୍ କରିବାନି, ତ ଯିବା ସେଠି। ଭାଇ ମନ ତ ସେଇଠି ହେଉଛି ନା, ଆଉ ଏଠି ବେଶୀ କଥା ହବାନି, ସେଇଠି ଗଲେ କଥା ହବା। ତ ଚାଲ ଏବେ ଘରୁ ବାହାରିବା ଡାଇରେକ୍ଟ ଯେଉଁ ଜାଗାକୁ ଯିବା ସେ ଜାଗାକୁ। ତ ଲେଟ୍ କରିବାନି, ଲେ ବେଟା ବ୍ଲଗ ଷ୍ଟାର୍ଟ କରିବା ସେଇଠି ଗଲେ। ଭାଇ ଦେଖନ୍ତୁ, ଆପଣମାନଙ୍କୁ କହୁଥିଲି ଯେଉଁଠିକି ନେଇକି ଯିବି ବୋଲି, ସେଇଠି ଆସି ଜାଗାରେ ପହଞ୍ଚିଗଲି। ଆଉ ଦେଖନ୍ତୁ ଭାଇ, ଚାଲିଛି ଏବେ ଭଗବାନ ମାଙ୍କ ନାଁରେ କୀର୍ତ୍ତନ। ତ ଏମିତି କିଛି ଅଛି ଦୃଶ୍ୟ ଏଠି ଦେଖନ୍ତୁ। ତାପରେ ଆହୁରି କିଛି ଆପଣମାନଙ୍କୁ ଦେଖେଇବି, ମାଙ୍କୁ ଦେଖେଇବି। ତ କେମିତି କ'ଣ ଲାଗୁଛି ସେଇଟା କମେଣ୍ଟରେ ଜଣେଇବେ। ତ ଏଇଠି ଦେଖନ୍ତୁ ମାଙ୍କୁ, ଆଉ ମା ବହୁତ ସୁନ୍ଦର ଲାଗୁଛି, ହସିଲା ହସିଲା ମୁହଁ ମାଙ୍କର। ଏଇଠି ଦେଖନ୍ତୁ ସଖୀ, ଆଉ ଏଇଠି ହେଲା ମା। ମା ଯେତେବେଳେ ପିଲାମାନେ ତ ତାଙ୍କର ରହିବେ, ମା କେବେ ପିଲାମାନଙ୍କୁ ଛାଡ଼ିକି କୁଆଡ଼େ ବି ଯିବେନି, କି ଯାଇନାହାନ୍ତି କି ଯିବେନି ବି। ଆଉ ରହିଲା ଏମିତି ଦେଖନ୍ତୁ ମାଙ୍କ ପାଖରେ ତାଙ୍କ ପିଲା ସବୁ। ତ ଏମିତି କିଛି ଅଛି। ଆଉ ମୁଁ ଏବେ ଅଛି ମା ଗଷ୍ଟ ବୁଢ଼ୀ ପାଖରେ, ମଣ୍ଡପ ପାଖରେ। ଆଉ ଜାଗା ନାଁ ହେଉଛି ଭାଇ, ଏଇ ଜାଗାଟା ହେଉଛି ହଣାଘଟରେ ପୂଜା ହେଉଛି। ତ ମାଙ୍କର ବହୁତ ଚାହିଦା। ଆଉ ଏଇଠି ଦେଖନ୍ତୁ ଭଜନ ବହୁତ ଜୋରସେ ଚାଲିଛି ଭାଇ, ପୁରା ଅଲଗା ଲେବଲ୍ରେ ଚାଲିଛି। ଆଉ ଏମିତି କିଛି ଚାଲିଛି ଭାଇ, ଦେଖନ୍ତୁ ଆପଣମାନେ। ତ ଆଉ ଏ ମାଙ୍କର ବହୁତ ଚାହିଦା ଭାଇ। ଆଉ ଆମ ଗୋମାତାଙ୍କର କେଉଁଠି ବି ପ୍ରୋବ୍ଲେମ୍ ହେଲେ, ଆଉ ଘର ଲୋକ ମାଙ୍କ ନାଁରେ ମାନସିକ କରନ୍ତି, ଆଉ ମା ତାଙ୍କୁ ଠିକ୍ ବି କରିଦିଅନ୍ତି। ତ ଏମିତି କିଛି ଅଛି, ମାଙ୍କର ପୂଜା ଚାଲିଛି। ତ ଏପଟରେ ଏମିତି ଦେଖିଦିଅନ୍ତୁ ଭାଇ, ଏମିତି କିଛି ଅଛି। ଆଉ ଆପଣମାନଙ୍କୁ ମୁଁ କହିଥିଲି ଯେ ଆପଣମାନେ ଦେଖିଲେ ଖୁସି ଲାଗିବ, ମାଇଣ୍ଡ ବି ଫ୍ରେଶ୍ ହେବ। ଆପଣଙ୍କର କେତେ ଖୁସି ଲାଗିଲା, କେତେ ମାଇଣ୍ଡ ଫ୍ରେଶ୍ ହେଲା, ସେଇଟା କମେଣ୍ଟରେ ଲେଖେଇକି ଜଣେଇଦେବେ। ଏପଟେ ତ ଭାଇ ମେଳାଟା, ଆଉ ଦୋକାନ ବାଡ଼ି ଦୋକାନ ବସିଛି, ମେଳା ଏପଟରେ ହେଉଛି, ଏପଟେ ମାଙ୍କ ପୂଜା ଚାଲିଛି। ତ ଦେଖିପାରୁଥିବେ। ତ ଏମିତି କିଛି ଅଛି ଏ ଜାଗାରେ। ମାହୋଲଟା ଭାଇ ବହୁତ ସୁନ୍ଦର ଲାଗୁଛି। ଆଉ ଲୋକ ଆସିନାହାନ୍ତି, ଆହୁରି ବହୁତ ଲୋକ ଆସିବେ, କାହିଁକିନା ମୁଁ ସନ୍ଧ୍ୟାବେଳେ ପଳେଇ ଆସିଥିଲି, ତ ଲୋକ ଏବେ ଆସିନାହାନ୍ତି। ଏଇଠି ଦେଖନ୍ତୁ ଭାଇ, ଲୋକଙ୍କର ଆସ୍ତେ ଆସ୍ତେ ଭିଡ଼ ଜମୁଛି। ଆଉ ଏଇଠି ମାଙ୍କ ନାଁରେ ଯେଉଁ ଭଜନ ଚାଲିଛି, କୀର୍ତ୍ତନ ଚାଲିଛି, ସେଇଟା ଶୁଣିବା ପାଇଁକି ମା ମାନେ ଆସିକି ସେଇଠି ବସିଗଲେଣି। ଆଉ ଦେଖନ୍ତୁ ଭାଇ, ଆସି ମେଳାରୁ ପହଞ୍ଚିଗଲି ଘରେ। ଆଉ ସବୁ ଟିଭି ଦେଖୁଥିଲେ, ଆଉ କରେଣ୍ଟ ବି ପଳେଇଥିଲା। ମୁଁ ଜଷ୍ଟ ପହଞ୍ଚିଲି ଆସିକି, ଆଉ କରେଣ୍ଟ ବି ପଳେଇଲା। ତ ସମସ୍ତେ ଦେଖନ୍ତୁ ଫାଙ୍କା ହେଇସାରିଲେ, ମାନେ ଏଠୁ ଫାଙ୍କା ଟିଭି ପାଖରୁ, କାହିଁକି କରେଣ୍ଟ ଥିଲା ତ ସମସ୍ତେ ପଳେଇଲେ। ତ ଆଉ ମେଳାରେ ତ ଆପଣଙ୍କୁ ବୁଲେଇଲି, କେମିତି କ'ଣ ଦେଖିଲେ ଆପଣମାନେ। ଆଉ ସେଇଠି ମା ଗଷ୍ଟ ବୁଢ଼ୀ ପୂଜା ପାଉଛନ୍ତି। ସେ ହେଲେ ଆମର ଯେଉଁ ପଶୁମାନଙ୍କର ମା, ସେ ପୁରା ସମସ୍ତଙ୍କୁ ରକ୍ଷା ଦିଏ। ତ ସମସ୍ତଙ୍କର ମା ସିଏ।
ଆଉ ସେଇଟା ଆପଣମାନଙ୍କ ସହିତ ସବୁକିଛି ସେୟାର କଲି କେମିତି କ'ଣ ଚାଲିଛି ସେଇଠି ଭଜନ କୀର୍ତ୍ତନ କ'ଣ କ'ଣ ହେଉଛି ପୂଜା ଚାଲିଛି କ'ଣ ହେଉଛି କ'ଣ ନାହିଁ ସବୁକିଛି ଆପଣମାନଙ୍କ ସହିତ ସେୟାର କରିଦେଲି। ତ ଭିଡ଼ିଓରେ ଯାଏ ଶେଷ ଯାଏ ବି ଦେଖିଲେ ଆପଣମାନେ କେମିତି କ'ଣ ଲାଗିଲା ଭିଡ଼ିଓ ଲାଷ୍ଟ ଯାଏ ଦେଖିଲେ ତ କେମିତି କ'ଣ ଲାଗିଲା ସେଇଟା କମେଣ୍ଟରେ ସୁନିଶ୍ଚିତ ଜଣେଇବେ ଜମା ବି ଭୁଲିବେନି। ଆଉ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ସେ ବି ଜମା ଭୁଲିବେନି। ତ ଏମିତି ଭାଇ ମୋର ଚ୍ୟାନେଲ୍ ହେଲା ପ୍ରଥମେ ଏବେ ଚ୍ୟାନେଲ୍ ତ ମୋତେ ଟିକେ କହିବା ପାଇଁ ଟିକେ ଅଡ଼ୁଆ ହେଉଛି ଆଗକୁ ଆହୁରି ସୁନ୍ଦର କଥା କହିବି ଆପଣମାନଙ୍କ ସହିତ ବହୁତ ଭଲସେ ମିଳାମିଶା ହେବା ଫ୍ୟାମିଲି ଆମର ୟୁଟ୍ୟୁବ୍ ଫ୍ୟାମିଲି। ତ ଭାଇ ଏମିତି କିଛି ଚାଲିଛି ଏବେ ପ୍ରଥମେ ଭିଡ଼ିଓ। ଆଉ ଯଦି ଆପଣଙ୍କୁ ବହୁତ ସୁନ୍ଦର ଲାଗିଥାଏ ତ ଆପଣମାନଙ୍କ ବଢ଼ିଆ ମନରେ ଏ ଓଡ଼ିଆ ପିଲାକୁ ଲାଇକ୍ ସବସ୍କ୍ରାଇବ୍ ଆଉ ସେୟାର ଆଉ କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ସମସ୍ତଙ୍କୁ ପରୀକ୍ଷି ଓଡ଼ିଆ ଟକା ଲାଇଭ୍ ଚ୍ୟାନେଲ୍ ତରଫରୁ ଗୁଡ୍ ନାଇଟ୍। ପୁଣି ଦେଖା ହେବ ନୂଆ ଭିଡ଼ିଓରେ କେଉଁଠି ନା କେଉଁଠି। ତ ସମସ୍ତଙ୍କୁ ଗୁଡ୍ ନାଇଟ୍ ଏ ବେଟା ଜୟ ଜଗନ୍ନାଥ।